ଆସିଥିଲୁ ଆମେ ଏସ୍ପି କତିକି। ତ ଆମ ସମାଜରେ ଆମେ ବସେଇଥିଲୁ ଯେ ମଦ ବିକ୍ରି କରୁଛନ୍ତି, ପାଉଡ଼ର ଖାଉଛନ୍ତି, ଗଞ୍ଜେଇ ଖାଉଛନ୍ତି ସବୁ ସମସ୍ତେ, ଆଉ ମଦ ବିକ୍ରି ବି କରୁଛନ୍ତି। ଆମ ସମାଜରେ ବସେଇଲୁ, ସେମାନଙ୍କୁ ମନା କଲୁ, ସେମାନେ ମାନିଲେନି, ଆଉ କହିଲେ ଆମେ ମଦ ବିକ୍ରି କରିବା କଥା କରିବୁ। ତ ତାପରେ ସେଥିପାଇଁ ଆମେ ଅଳ୍ପ ଲୋକ, ମାନେ ଛୋଟ ଛୋଟ ବୟସର ଲୋକମାନେ ସେ ମରିଯାଉଛନ୍ତି। ସବୁ ମଦ ପିଇକି ବହୁତ ଲୋକ ମଲେଣି, 15-20 ଜଣ ଭଳିଆ ଆମ ସାହିରେ। ତ ଆମେ ବାରଣ କରିବାରୁ ସେ ଆମକୁ ମାନେ ସୁଧାସୁଧି ଯିଏ ବାହାରିଲେ ଆଗକୁ କହିଲେ, ସେମାନେ ମରାମରି ଉପରକୁ ଆସୁଛନ୍ତି, ଭାଷା ମାସା କହୁଛନ୍ତି। ତ ଆମେ ସହିପାରୁନୁ ନା, ସେଥିପାଇଁ ଆମେ କହିଲୁ ଆମେ ଆଇନ କାନୁନକୁ ଯିବୁ, ଆମେ କାହିଁକି ଆଇନ କାନୁନ ହାତକୁ ନେବୁ। ସେଥିପାଇଁ ଆସିଛୁ ଏସ୍ପି କତିକି। ଆଉ ଆଗରୁ ଆମେ ଜଣେଇଥିଲୁ ଥାନାରେ, ଟାଉନ ଥାନାରେ ଜଣେଇଥିଲୁ, ସେମାନେ କିଛି ବୁଝିଲେନି। 2 ଥର ଜଣେଇଲୁ। ଏସ୍ପି କହିଲେ, ଏସ୍ପି ତ ନାହାନ୍ତି, ସାର୍ ନାହାନ୍ତି, ମ୍ୟାଡ଼ାମ୍ କହିଲେ ଯେ ଆପଣମାନେ ଯାଆନ୍ତୁ, ଆମେ ବୁଝିବୁ, ଆଉ ପଠେଇବୁ, ଆଉ କରିବୁ, କହିବୁ। ଆଉ ନ ଶୁଣିଲେ ଆମେ କଲେକ୍ଟର କତିକି ଯିବୁ। ଆଉ ଆମର ଯେଉଁଠି ମଦ ଆମର ଅଛନ୍ତି ଅବକାରୀ ଅଫିସକୁ ଯିବୁ, ସୁପରିଟେଣ୍ଡେଣ୍ଟ କତିକି ଯିବୁ, ଦେଖିବା ସେମାନେ କ'ଣ କହୁଛନ୍ତି, ସେମାନେ କ'ଣ କରୁଛନ୍ତି। ଆଉ